ଶ୍ରୋତା ବନ୍ଧୁ, ସାମ୍ପ୍ରତିକ ଓଡ଼ିଆ କଥା ସାହିତ୍ୟ ତାର ଗତି ଏବଂ ପ୍ରକୃତି ଭିତରେ ରହିଛି ଗାଳ୍ପିକମାନଙ୍କର ବ୍ୟକ୍ତିକ ଅନୁଚିନ୍ତାର ମର୍ମାନଶୀଳନ। ନିଜର ଦୃଷ୍ଟିକୋଣକୁ ସ୍ୱତନ୍ତ୍ର ବିଚାରକୁ ଅତି ନିଚ୍ଛକ ଭାବରେ ଉପସ୍ଥାପିତ କରିପାରିବାରେ ଆଜିର କଥାକାରମାନେ ଯେତିକି ପ୍ରତିଶ୍ରୁତିବଦ୍ଧ ସେତିକି ବିଶ୍ୱସ୍ତ ମଧ୍ୟ। ଏମିତି ସାମ୍ପ୍ରତିକ ସମୟର ଜଣେ କୃତବିଦ୍ୟ ସାହିତ୍ୟିକା ଯାହାଙ୍କୁ ଆଜି ଆମେ ଶୁଣିବା, ତାଙ୍କ ଗଳ୍ପରେ ରହିଛି ସମାଜକୁ ନେଇକି ଆନ୍ତରିକ ସମ୍ବେଦନା ଏବଂ ସମାଜକୁ ନେଇ ତାଙ୍କର ବ୍ୟକ୍ତିକ ଅନୁଚିନ୍ତାର ସୁନ୍ଦର ତର୍କଣା। ସଂସାର ଭିତରେ ସବୁଠି ସେ ଗପକୁ ପାଇପାରନ୍ତି। ସେ କହନ୍ତି, ପାଣି ଭିତରେ ଟେକାଟିଏ ପଡ଼ିଲେ ସେହି ସ୍ଥାନରେ ସୃଷ୍ଟି ହୋଇଥିବା ତରଙ୍ଗ ଧୀରେ ଧୀରେ ଚାରିଆଡ଼କୁ ପ୍ରସାରିତ ହୋଇଥାଏ। ସେହିପରି ଶିଳ୍ପୀର ଅନ୍ତରରେ କୌଣସି କାରଣବଶତଃ ଉଠୁଥିବା ଭାବର ତରଙ୍ଗକୁ ସେ ଅଭିବ୍ୟକ୍ତି ଦ୍ୱାରା ସହୃଦୟ ପାଠକ ବା ଶ୍ରୋତାଙ୍କ ନିକଟରେ ଉପସ୍ଥାପିତ କରି ତାଙ୍କର ହୃଦୟକୁ ଆପ୍ଲୁତ କରିଥାଏ। ଘଟଣାଟିଏ, ଚରିତ୍ରଟିଏ, ଦୃଶ୍ୟଟିଏ, ଧ୍ୱନିଟିଏ, ଚାହାଣୀଟିଏ, ଚମକଟିଏ, ହସଟିଏ, ଏପରିକି ଆଘାତଟିଏ ବି ଏହାର କାରଣ ହୋଇପାରେ। ଶ୍ରୋତାବନ୍ଧୁ, ଆଜି ଆମେ ଯାହାଙ୍କୁ ପଢ଼ିବା ସେ ବୃତ୍ତିରେ ଜଣେ ନାମଚିହ୍ନ ଅଧ୍ୟାପିକା ଥିଲେ। ସମ୍ପ୍ରତି ସେ ଅବସରପ୍ରାପ୍ତ ଏବଂ ସାହିତ୍ୟ ସାଧନାରେ ବ୍ୟାପୃତ। ଡକ୍ଟର ଚିନ୍ମୟୀ ମହାପାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର କଳାଭୂଷଣ ଓ କଳାବିଭୂଷଣ ଉପାଧି ପ୍ରାପ୍ତ ପରେ ସର୍ଜନଶୀଳ ସାହିତ୍ୟ ଜଗତରେ ତାଙ୍କର ସ୍ୱତନ୍ତ୍ର ପରିଚିତି ସେ ଲାଭ କରିଛନ୍ତି। ସେ ଏକାଧାରରେ ଜଣେ କବି, ଗାଳ୍ପିକା, ସମାଲୋଚିକା। ତାଙ୍କର ସୃଷ୍ଟି ସମ୍ଭାର ମଧ୍ୟରେ ରହିଛି ନିସଙ୍ଗ ପଥିକ, ଈଶ୍ୱର ଉବାଚ, ଗଙ୍ଗଶିଉଳି, କବିତା ସମୀକ୍ଷା, ଓଡ଼ିଆ ଭାଷା ଏକ ଐତିହାସିକ ଅନୁଶୀଳନ, ପ୍ରାକ୍ ସ୍ୱାଧୀନତା, ଓଡ଼ିଆ କାବ୍ୟ କବିତାରେ ବିଭିନ୍ନ ସ୍ୱର, ବିଚାର ବିଚିତ୍ରା, ବିଦଗ୍ଧ ଚିନ୍ତାମଣି, କେତୋଟି ଦୃଷ୍ଟିପାତ, କୁମାର ସମ୍ଭବମ୍, ପଞ୍ଚସର୍ଗ, ଅନୁବାଦ ଓ ଆଲୋଚନା, ସୂର୍ଯ୍ୟ ଉଇଁବା ପୂର୍ବରୁ, କାହାଣୀ, ମଧୁପର୍କ, ଏମିତି ଅନେକ ପୁସ୍ତକ। ଆଜି ଡକ୍ଟର ଚିନ୍ମୟୀ ମହାପାତ୍ରଙ୍କର ଏକ ହୃଦୟସ୍ପର୍ଶୀ ଗଳ୍ପ ଆମେ ଶୁଣିବାକୁ ଯାଉଛେ, ଯାହାର ଶୀର୍ଷକ ହେଲା ରହସ୍ୟ। ଗାଳ୍ପିକା ଡକ୍ଟର ଚିନ୍ମୟୀ ମହାପାତ୍ର। ଅକ୍ଟୋବର 2 ଜାତିର 2 ନମସ୍ୟ ମହାପୁରୁଷଙ୍କର ଜନ୍ମଦିବସ। ଜଣେ ହେଉଛନ୍ତି ମୋହନ ଦାସ କରମଚନ୍ଦ ଗାନ୍ଧୀ, ଯାହାଙ୍କୁ ମହାତ୍ମା ବିଶେଷଣରେ ଭୂଷିତ କରାଯାଇଛି। ଜାତିର ଜନକ ବୋଲି ସ୍ୱୀକାର କରାଯାଇଛି। ଅବଶ୍ୟ ବିବିଧ ଅନ୍ୟାନ୍ୟ ବିଶେଷଣରେ ମଧ୍ୟ କର୍ଦ୍ଦମାକ୍ତ କରୁଥିବା କିଛି ବାଚାଳ ମଧ୍ୟ ଅଛନ୍ତି। ଆଉ ଜଣେ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ, ନିର୍ମଳ ନିରହଙ୍କାର ନିରାସକ୍ତ ପୁରୁଷ ଲାଲ ବାହାଦୁର ଶାସ୍ତ୍ରୀ, ଯାହାଙ୍କର ଭାବମୂର୍ତ୍ତିରେ କଳଙ୍କ ଲଗାଇବାର ଅବକାଶ ଦଳ ମତ ନିର୍ବିଶେଷରେ କେହି ଏ ଯାବତ୍ ଖୋଜି ନାହାନ୍ତି। ଖଣି, ଖାଦାନ, ଚିଟଫଣ୍ଡ ଓ କମ୍ପାନୀର ଉତ୍କୋଚକୁ ଅକ୍ଳେଶରେ ଟକଟାକ୍ ଗିଳିଦେଇ ପାରୁଥିବା ଏବେକାର ରାଜନୈତିକ ନେତାମାନଙ୍କ ଗହଳିରେ ନିଜ ପାଇଁ ଘର ଖଣ୍ଡିଏ ବି କରିପାରି ନଥିବା ମଣିଷଟିକୁ କେହି ବୋଧହୁଏ ଗୁରୁତ୍ୱପୂର୍ଣ୍ଣ ମଣୁନାହାନ୍ତି। ଇସ୍ତଫା ଦାବି କରାଗଲେ ବି ଇସ୍ତଫା ଦେବାକୁ ମଙ୍ଗୁ ନଥିବା ମନ୍ତ୍ରୀମାନଙ୍କ ଭିଡ଼ ଭିତରେ କୌଣସି ବ୍ୟକ୍ତିଗତ ଦୋଷ ନଥାଇ ବି ରେଳ ବିଭାଗର ଯେକୌଣସି ତ୍ରୁଟି ତାଙ୍କର ନୈତିକ ଦାୟିତ୍ୱ ତୁଲାଇବାରେ ଅପାରଗତା ବୋଲି ମନେକରି ସ୍ୱତଃ ପ୍ରବୃତ୍ତ ଭାବେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଶାସ୍ତ୍ରୀଜୀଙ୍କୁ ମନେ ପକାଇବା ଜରୁରୀ ବୋଲି କେହି ବୋଧହୁଏ ମନେ କରୁନାହାନ୍ତି। ହେଲେ ଗାନ୍ଧୀ ଜୟନ୍ତୀ ପାଳନ କୌଣସି ପ୍ରକାର ଚାଲିଛି।
ସରକାରୀ ଛୁଟି ଦିନ ବୋଲି ସ୍କୁଲ କଲେଜର ଛାତ୍ରଙ୍କ ଠାରୁ ବିଭିନ୍ନ ପଦପଦବୀରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିନା ଅସୁବିଧାରେ ମନେ ରଖି ପାରୁଛନ୍ତି। ହେଲେ ଆଉ ଗୋଟିଏ ଗୋଷ୍ଠୀ ପାଇଁ ବି ଏ ଦିନଟି ବେଶ୍ ଉତ୍ସାହ ଓ ଉଦ୍ବେଳିତ ଭାବର ଦିନ। ସେମାନେ ହେଲେ ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଗାନ୍ଧୀ ଜୟନ୍ତୀ ଉତ୍ସବର ପୁରୋଧାଗଣ, ସଭାପତି, ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ମୁଖ୍ୟ ବକ୍ତା, ସମ୍ମାନିତ ବକ୍ତା ଆଦି ଆସନଟି ମାନ ଅଳଙ୍କୃତ କରି ଫୁଲତୋଡ଼ା ଓ ଭଲ ଜଳଖିଆରେ ଆପ୍ୟାୟିତ ହେଉଥିବା, ଗାନ୍ଧୀଜୀଙ୍କର ପ୍ରତିମୂର୍ତ୍ତି ଅଥବା ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରୁଥିବା, ମୁଦ୍ରାରେ ସସ୍ମିତ ଫଟୋ ପୋଜ୍ ଦେଉଥିବା, ବହୁମୂଲ୍ୟ ଅଭିଭାଷଣ ଦେଇ ଉପସ୍ଥିତ ଶ୍ରୋତୃମଣ୍ଡଳୀର କରତାଳି ନେଉଥିବା କିଛି ମଣିଷ। ପ୍ରତିବର୍ଷ ପରି ଏ ବର୍ଷ ବି ସେହି ପବିତ୍ର ଦିନଟିରେ ଗାନ୍ଧୀ ଜୟନ୍ତୀ ପାଳିତ ହେଉଥିଲା ଜିଲ୍ଲାର ସଦର ମହକୁମାରେ। ଦେଶର କୋଣ ଅନୁକୋଣରେ ଜାଗରଣର ମନ୍ତ୍ର ଶୁଣାଇବା ପାଇଁ ଘୁରି ବୁଲୁଥିବା ବେଳେ ଆଣ୍ଠୁ ଲୁଚୁନଥିବା ଖଦଡ଼ ଲୁଗା ପିନ୍ଧି ଗାନ୍ଧୀ ମହାତ୍ମା ଏ ଅଞ୍ଚଳକୁ ବି ଆସିଥିଲେ। ଏହି ସହରର ଉପାନ୍ତରେ ଥିବା ଖୋଲା ପଡ଼ିଆରେ ରୁଣ୍ଡ ହୋଇଥିବା ପରାଧୀନତା ଓ ରାଜୁଡ଼ା ଶାସନର ଉତ୍ପୀଡ଼ନରେ ଜର୍ଜରିତ ମଣିଷମାନଙ୍କୁ ଉଦ୍ବୋଧନ ଦେଇଥିଲେ। ବିନା ହତିଆରରେ ଲଢ଼ିବାର ଉପାୟ ବତାଇଥିଲେ। ସ୍ୱାବଲମ୍ବୀ ହେବାର ବାଟ ବତାଇଥିଲେ। ଏବେ ସହରର ସରହଦ ଚୌଦିଗରେ କାୟା ବିସ୍ତାର କରିବାରୁ ସେହି ସ୍ମୃତି ଜଡ଼ିତ ପଡ଼ିଆଟି ଗାନ୍ଧୀ ମଇଦାନ ନାମ ଧାରଣ କରି ସହରର ମଝିରେ ନିଜର ସ୍ଥିତି ବଜାୟ ରଖିଛି। ମଇଦାନର ମଧ୍ୟସ୍ଥଳରେ ଅନତି ଉଚ୍ଚ ସିମେଣ୍ଟ ଚଉତରା ଉପରେ ଗାନ୍ଧୀଜୀଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି। ଗୋଟିଏ ପାଖରେ ଠିଆ ହୋଇଛି ଗାନ୍ଧୀ ସ୍ମୃତି କୁଟୀର। ପ୍ରତିବର୍ଷ ସହରର ଏହି ବିଶିଷ୍ଟ ସ୍ଥଳଟିରେ ଗାନ୍ଧୀ ଜୟନ୍ତୀ ଉତ୍ସବର ଆୟୋଜନ ହୋଇଥାଏ। ଏ ବର୍ଷ ବି ଭବ୍ୟ ଆୟୋଜନ ହୋଇଥିଲା। ନିମନ୍ତ୍ରିତ ଅତିଥିମାନେ ଗାନ୍ଧୀ ମହାତ୍ମାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଯଥାସମ୍ଭବ ବିନମ୍ର ଠାଣିରେ ନମସ୍କ୍ରିୟା ସମ୍ପାଦନ କରିଥିଲେ। ପ୍ରଦୀପ ପ୍ରଜ୍ୱଳନ ଓ କରତାଳି ଧ୍ୱନି ମଧ୍ୟରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଜିଲ୍ଲାପାଳ ମହୋଦୟ ଯଥାରୀତି ସଭାପତି ଆସନକୁ ଅଳଙ୍କୃତ କରିଥିଲେ। ମୁଖ୍ୟ ଅତିଥି ଭାବେ ଜଣେ ମନ୍ତ୍ରୀଙ୍କର ସଦୟ ଉପସ୍ଥିତି ଆୟୋଜକମାନଙ୍କୁ ଆମୋଦିତ କରିଥିଲା। ବକ୍ତୃତା ଦେବାରେ ଧୁରନ୍ଧର ଜଣେ ପ୍ରବୀଣ ଅଧ୍ୟାପକ ମୁଖ୍ୟ ବକ୍ତା ଦାୟିତ୍ୱ ତୁଲାଇବା ପାଇଁ ପ୍ରସ୍ତୁତ ହୋଇ ଆସିଥିଲେ। ମଇଦାନର ଅନତି ଦୂରରେ ଥିବା ବାଳିକା ବିଦ୍ୟାଳୟର ୟୁନିଫର୍ମ ପରିହିତା କେତେଜଣ ଝିଅ ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ କରିସାରିଥିଲେ। ଆଉ କେତେଜଣ ସମବେତ କଣ୍ଠରେ ରାମଧୁନ୍ ଗାନ କରିଥିଲେ। ସହରର ଅପର ପ୍ରାନ୍ତରେ ଥିବା କଲେଜର ସୁଶ୍ରୀ ଛାତ୍ରୀ ଜଣେ ଉଦ୍ଘୋଷକଙ୍କ ଘୋଷଣା କ୍ରମେ ସୁଲଳିତ ସ୍ୱରରେ ଗାନ୍ଧୀଜୀଙ୍କର ପ୍ରିୟ ଭକ୍ତି ସଙ୍ଗୀତ ବୈଷ୍ଣବ ଜନ ତ ତେନେ କହିଏ ଯେ ପୀର ପରାଇ ଜାନେରେ ଗାନ କରି ଏକ ଶାନ୍ତ ମଧୁର ବାତାବରଣ ସୃଷ୍ଟି କରିଥିଲେ। ଉଦ୍ୟୋକ୍ତା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିଥିମାନଙ୍କର ପରିଚୟ ପ୍ରଦାନ କରାଯାଇଥିଲା। ସଭାପତି ଜିଲ୍ଲାପାଳ ମହୋଦୟ ଅତିଥିମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଅଭିଭାଷଣ ଦେବା ପରେ ମୁଖ୍ୟ ଅତିଥି ମନ୍ତ୍ରୀ ମହୋଦୟ ଗାନ୍ଧୀଜୀଙ୍କ ପ୍ରତି ତାଙ୍କର ଏକନିଷ୍ଠ ଶ୍ରଦ୍ଧା, ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ନ ହେଲେ ଏ ଜାତିର ଅବଶ୍ୟମ୍ଭାବୀ ଦୁର୍ଗତିର ସମ୍ଭାବନା ବିଷୟରେ ନିଜର ଦୃଢ଼ ମତ ଉପସ୍ଥାପନ କଲେ। ତାଙ୍କର ଅଭିଭାଷଣ ସରି ଆସୁଥିବା ଓ ତାପରେ ନିଜର ପାଳି ଆସୁଥିବା ହୃଦବୋଧ କରି ଅଧ୍ୟାପକ ମହାଶୟ ଗଳା ସାଫ୍ କରିବାରେ ବ୍ୟାପୃତ ଥିଲେ। ଏତିକିବେଳେ ଅପ୍ରତ୍ୟାଶିତ ଦୃଶ୍ୟଟିର ଅବତାରଣା ହେଲା। ଦୃଶ୍ୟଟି ଥିଲା ଏମିତି। ସଭାସ୍ଥଳ ଅର୍ଥାତ୍ ଗାନ୍ଧୀ ମଇଦାନରେ ଜଣେ ମହିଳାଙ୍କ ଆବିର୍ଭାବ ହେଲା। ରଙ୍ଗୀନ କାଗଜ ଓ ପତାକା ଜଡ଼ିତ ଦଉଡ଼ିରେ ଘେରା ପଡ଼ିଆ ଭିତରକୁ ଚଳଚଞ୍ଚଳ ଗତିରେ ପ୍ରବେଶ କରିଥିବା ମହିଳା ଜଣଙ୍କର ମୁହଁରେ ବୟସର ଦାଗ ଯେମିତି ଉକୁଟି ଉଠୁଥିଲା। ଆଡ଼ ପୁରୁଣା ଦରମଇଳା ପିନ୍ଧାଲୁଗାରେ ଦାରିଦ୍ର୍ୟର ଚିହ୍ନ ଯେପରି ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ମହିଳା ଜଣକ ବାମ ହାତରେ ଧରିଥିବା ଛିଟକନାରେ ତିଆରି ପୁରୁଣା ଝୁଲା ବ୍ୟାଗରେ କ'ଣ ଥିଲା ତାହା ଅବଶ୍ୟ ଦେଖି ହେଉନଥିଲା। କିନ୍ତୁ ଡାହାଣ ହାତରେ ଜରି ଧଡ଼ି ଲଗା ସ୍ୱଚ୍ଛ ପଲିଥିନ୍ ଭିତରେ ସୁଗୁନ୍ଥିତ ଫୁଲ ତୋଡ଼ାଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା। ମନ୍ତ୍ରୀ ମହୋଦୟ ଭାଷଣ ଶେଷ କଲେ। ସମବେତ ଶ୍ରୋତୃମଣ୍ଡଳୀର ଉଚ୍ଛ୍ୱସିତ କରତାଳି ଧ୍ୱନି ଭିତରେ ସହାସ୍ୟ ବଦନକୁ ରୁମାଲରେ ପୋଛି ପୋଛି
କିଛି ଆସନ ଆଡ଼କୁ ଆଗେଇ ଗଲେ। ତାପରେ ସଭାପତି ସଭାଜନକୁ ଉଦ୍ବୁଦ୍ଧ କରାଇବା ପାଇଁ ମୁଖ୍ୟ ବକ୍ତାଙ୍କୁ ଆହ୍ୱାନ କଲେ ଓ ସେ ଗୁରୁଗମ୍ଭୀର ଠାଣିରେ ଉଠି ତାଙ୍କର ସୁଚିନ୍ତିତ ବକ୍ତୃତା ଆରମ୍ଭ କଲେ। ଏତିକିବେଳେ ଉଦ୍ୟୋକ୍ତା ମଣ୍ଡଳୀର ଜଣେ ସଭ୍ୟ ସଭାପତିଙ୍କ କାନ ପାଖରେ କ'ଣ କହିଲେ, ସେ ମଧ୍ୟ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ। ତାପରେ ସଭ୍ୟ ଜଣକ ମହିଳାଙ୍କୁ ନେଇ ସଭାସ୍ଥଳରେ ରଖାଯାଇଥିବା ଗାନ୍ଧିଜୀଙ୍କ ଆବକ୍ଷ ଫଟୋଚିତ୍ର ନିକଟରେ ପହଞ୍ଚାଇ କିଛି କହିଲେ। ମାତ୍ର ମହିଳା କିଛି ବୁଝି ନ ପାରିଲା ପରି ତାଙ୍କ ମୁହଁକୁ କିଛି ସମୟ ଚାହିଁ ରହିଲେ। ତାପରେ କ'ଣ ଭାବିଲେ କେଜାଣି ହାତରେ ଧରିଥିବା ଫୁଲତୋଡ଼ାଟି ଫଟୋ ତଳେ ଥୋଇଦେଇ ଜଳୁଥିବା ଦୀପ ଓ ଧୂପକୁ ଆରତି କରିବା ଭଙ୍ଗୀରେ କିଛି ସମୟ ବୁଲାଇଲେ। ତାପରେ ମୁଣ୍ଡ ଲଗାଇ ପ୍ରଣାମ କଲେ। ଏ ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ ଓ ଅଭିଭୂତ କଲା। କେହି ଜଣେ ତ ଏତେ ଭକ୍ତିରେ ଜାତିର ପିତାଙ୍କୁ ପ୍ରଣାମଟିଏ କରିବା କଥା ଚିନ୍ତା କରିନଥିଲେ। ସଭ୍ୟ ଜଣକ ଖାଲି ଥିବା ଗୋଟିଏ ଚୌକିରେ ମହିଳାଙ୍କୁ ବସାଇ ଦେଲେ। ଅଧ୍ୟାପକ ବକ୍ତାଙ୍କ ଭାଷଣ ଚାଲିଥାଏ, ତେବେ ତାଙ୍କ ଭାଷଣ ପ୍ରତି କେହି ହେଲେ ମନୋଯୋଗୀ ହେଲା ପରି ଜଣାପଡ଼ୁ ନଥାଏ। ମହିଳାଙ୍କ ଉପସ୍ଥିତି ସତେ ଯେମିତି ମୁଖ୍ୟ ବକ୍ତାଙ୍କ ଭାଷଣଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଥିଲା। ସଭାରେ ଉପସ୍ଥିତ ପ୍ରତ୍ୟେକ ଜଣ ସେହି ମଳିନ ବେଶୀ ପ୍ରୌଢ଼ା ନାରୀଟିଏର ସାଧାରଣ ଚେହେରାକୁ କେହି ପ୍ରଶ୍ନସୂଚକ, କେହି ବା ବିସ୍ମୟ ଜଡ଼ିତ ଚାହାଣୀରେ ବାରମ୍ବାର ଚାହିଁବାକୁ ଲାଗିଲେ। ମଞ୍ଚାସୀନ ଓଜନଦାର ବ୍ୟକ୍ତିମାନେ ମଧ୍ୟ ଚଷମାର କାଚ ତଳୁ ଗମ୍ଭୀର ଆଖିକୁ କେତେଥର ବୁଲାଇ ଆଣିଥିଲେ ମହିଳାଙ୍କ ଉପରେ। ଉପସ୍ଥିତ ମଣିଷମାନେ ମହିଳାଙ୍କ ଉପସ୍ଥିତିକୁ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ କରିଦେଇଥିଲେ। କେହି କେହି ମନର ଉତ୍ସୁକତାକୁ ଚାପି ରଖି ନ ପାରି ପରସ୍ପର ଭିତରେ ଆଲୋଚନା ମଧ୍ୟ ଆରମ୍ଭ କରିଦେଇଥିଲେ। ଜଣେ ନିଜ ପାଖ ଚୌକିରେ ବସିଥିବା ଭଦ୍ରଲୋକଙ୍କୁ ଚାପା ଗଳାରେ ପଚାରିଲେ, ଏ କିଏ? ଆପଣ ଜାଣିଛନ୍ତି? ଭଦ୍ରବ୍ୟକ୍ତି ନିଜର ଅଜ୍ଞତାକୁ ସହଜରେ ପ୍ରକାଶ କରିବାକୁ ଚାହୁଁନଥିଲେ। ସବଜାନ୍ତା ପଣିଆର ମୃତ୍ୟୁ ହାସ ମୁହଁରେ ଫୁଟାଇ ଅନୁଚ୍ଚ ସ୍ୱରରେ କହିଲେ, କଂଗ୍ରେସିଆ ହୋଇଥିବେ। ଏମାନଙ୍କ ସାଙ୍ଗରେ ଜଣାଶୁଣା ଥିବ। ଦେଖୁନାହାନ୍ତି କେମିତି ସଭାପତିଙ୍କୁ କହି ତାଙ୍କ ହାତରେ ଗାନ୍ଧିଜୀଙ୍କ ଫଟୋ ପୂଜା କରାଇଲେ। ତାଙ୍କ ସାମ୍ନାରେ ଚୌକିରେ ବସିଥିବା ଖଦଡ଼ଧାରୀ ବ୍ୟକ୍ତି ପଛକୁ ମୁହଁ ବୁଲାଇ ଗମ୍ଭୀର ଠାଣିରେ ଚାହିଁଲେ ଓ କହିଲେ, ନାଇଁ ମ, କୌଣସି ସ୍ୱାଧୀନତା ସଂଗ୍ରାମୀଙ୍କର ବଂଶଧର ହୋଇଥିବେ। ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସିଛନ୍ତି। ତାଙ୍କର ଅପର ପାର୍ଶ୍ୱ ଚୌକିଟି ମଣ୍ଡନ କରିଥିବା ଚିକ୍କଣ କ୍ଷୌର କରା ସୁଗୌର ମୁହଁ ଓ ଚକଚକ୍ କରୁଥିବା ଚନ୍ଦା ମୁଣ୍ଡର ଅଧିକାରୀ ଭଦ୍ରଲୋକ ଜଣକ କହିଲେ, କିଛି ଦିନ ତଳେ ଖବରକାଗଜରେ ବାହାରିଥିଲା, ପଢ଼ିନାହାନ୍ତି? ଶହୀଦ ଲକ୍ଷ୍ମଣ ନାୟକଙ୍କ ନାତୁଣୀ ବୋହୂ ଭିକ ମାଗୁଛନ୍ତି ବୋଲି। ଆଉ ଜଣେ କହିଲେ, ଯିଏ ତ ସରକାର ଗଢ଼ିଲେ ନିଜ ସମ୍ପତ୍ତି ବଢ଼ାଇବା, ନିଜ ପିଲାଛୁଆ ବନ୍ଧୁ ବାନ୍ଧବଙ୍କୁ ବଡ଼ ବଡ଼ ଜାଗାରେ ଲଗାଇବାରେ ଲାଗି ଯାଉଛନ୍ତି। ଯେଉଁମାନେ ଦେଶକୁ ସ୍ୱାଧୀନ କରାଇବା ପାଇଁ ନିଜ ପିଲା ପରିବାର ଛାଡ଼ି ଅୟସ ଆରାମ ଭୁଲି ଜୀବନକୁ ବାଜି ଲଗାଇ ଲଢ଼ିଥିଲେ, ସେମାନେ କି ତାଙ୍କ ପିଲା କବିଲା କେମିତି ଅଛନ୍ତି କିଏ ବୁଝୁଛି? ସେଇ ପାଖରେ ବସିଥିବା ବ୍ୟକ୍ତି ହୁଏତ ସରକାରୀ ଦଳର। ପ୍ରତିବାଦ କଲାପରି ସ୍ୱରରେ କହିଲେ, କାହିଁକି? ସ୍ୱାଧୀନତା ସଂଗ୍ରାମୀଙ୍କୁ ଭତ୍ତା ଦେବାର ବ୍ୟବସ୍ଥା ତ ସରକାର କରିଛନ୍ତି, କିନ୍ତୁ ସରକାରଙ୍କୁ ଜଣାଇବା ବି ତ ଦରକାର। ନ ଜଣାଇଲେ ସରକାର କ'ଣ କାକ ଚରିତ୍ର ପଢ଼ି ସ୍ୱାଧୀନତା ସଂଗ୍ରାମୀଙ୍କୁ ଚିହ୍ନିବେ, ନା ସ୍ୱାଧୀନତା ସଂଗ୍ରାମୀଙ୍କୁ ଖୋଜିବାକୁ ଗୋଇନ୍ଦା ଲଗାଇବେ? ପୂର୍ବବର୍ତ୍ତୀ ମନ୍ତବ୍ୟଦାତା ଜଣକ ଏଥର ତାଚ୍ଛଲ୍ୟ କଲାପରି କହିଲେ, ଛାଡ଼ନ୍ତୁ ମ, ସରକାର? ଯିଏ ମିଛ ସାର୍ଟିଫିକେଟ ଦେଖାଇ ପାରିଲା ସେ ଭତ୍ତା ପାଇଲା। ସତରେ ଲଢ଼ିଥିବା ଲୋକ କାଗଜ ଦେଖାଇ ନ ପାରିଲା ତ ତାକୁ କିଏ ପଚାରେ? ଚାହୁଁ ଚାହୁଁ ଏମିତି ଛୋଟ ଛୋଟ ଆଲୋଚକ ଦଳଟିମାନ ଗଢ଼ି ଉଠିଲେ ସଭାସ୍ଥଳରେ। ସେମାନଙ୍କ ଆଲୋଚନା ଭିତରେ ମୁଖ୍ୟ ବକ୍ତାଙ୍କ ବକ୍ତୃତା ପାଣିଚିଆ ଧରିଗଲା। କେହି ତାଙ୍କ କଥା ଶୁଣିବାରେ ମନୋଯୋଗୀ ନଥିଲେ। ଅନେକ ନିଜକୁ ଖୁବ୍ ଜାଣିବା ଶୁଣିବା ଲୋକ ମନେକରି ନିଜର ସମ୍ଭାବନା ଜାହିର କରିବାରେ ଲାଗିଥିଲେ। ତାଙ୍କ ଆଖପାଖରେ ବସିଥିବା ଆପାତ ସାଧାରଣ ଲୋକେ ମୁଖ୍ୟ ବକ୍ତାଙ୍କ ଭାଷଣ ଅପେକ୍ଷା ପାଖ ବକ୍ତାଙ୍କ କଥାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେକରି ଶୁଣୁଥିଲେ। କିଛି ସମୟ ପାଇଁ ସମଗ୍ର ସଭାସ୍ଥଳ ଶ୍ରୋତାମାନଙ୍କର ପାରସ୍ପରିକ କଥୋପକଥନ ଆଳାପ ଆଲୋଚନାରେ ପୂରାପୂରି ବିଶୃଙ୍ଖଳିତ ହୋଇ ଉଠିଲା। ସଭାପତିଙ୍କ ନିର୍ଦ୍ଦେଶରେ ଉଦ୍ୟୋକ୍ତାମାନେ ପରିସ୍ଥିତି ସମ୍ଭାଳିବାର ଉପକ୍ରମ କଲାବେଳକୁ କିନ୍ତୁ ଘଟଣାର ମୋଡ଼ ବଦଳିଗଲା। ଏତେ ମତ ପ୍ରତିମତ, ଆଲୋଚନା ପ୍ରତ୍ୟାଲୋଚନାର କେନ୍ଦ୍ରବିନ୍ଦୁ ସେଇ ମହିଳା ଜଣକ ନିଜ ଆସନରୁ ଉଠି ପଡ଼ିଲେ। ଉପସ୍ଥିତ ଅନ୍ୟମାନଙ୍କ ପ୍ରତି ତାଙ୍କର ଭ୍ରୂକ୍ଷେପ ନଥିଲା। ସେ କାହାକୁ କିଛି ନ କହି ସିଧା ସିଧା ଚାଲିଲେ ମହାତ୍ମା ଗାନ୍ଧୀଙ୍କ ଫଟୋ ନିକଟକୁ। ପୁଣି ଥରେ ମୁଣ୍ଡ ଲଗାଇ ପ୍ରଣାମ କଲା ବେଳକୁ, ହେ ମହାପୁରୁ,
ବୋଲି କହିବାର ଶୁଣିପାରିଲେ ସେଠାରୁ ଅଳ୍ପ ଦୂରତାରେ ଥିବା ଲୋକମାନେ। ତାପରେ ଫଟୋର ପାଦ ତଳେ ସେ ନିଜେ ରଖିଥିବା ଫୁଲତୋଡ଼ା ସହିତ ଆଉ ଗୋଟିଏ ଫୁଲ ଉଠାଇ ମୁଣ୍ଡରେ ଲଗାଇଲେ ଓ ଗୁଣୁଗୁଣୁ ସ୍ୱରରେ କିଛି କହି କହି ସଭାସ୍ଥଳ ଛାଡ଼ି ବାହାର ଆଡ଼କୁ ଚାଲିବାକୁ ଲାଗିଲେ। ମଞ୍ଚାସୀନ ଅତିଥିଙ୍କ ସମେତ ସଭାସ୍ଥଳରେ ଥିବା ସମସ୍ତେ ଅବାକ୍ ହୋଇ କୌତୂହଳୀ ଦୃଷ୍ଟିରେ ଚାହିଁ ରହିଥିଲେ ମହିଳାଙ୍କ କ୍ରିୟାକଳାପକୁ। କେହି ଜଣେ ସ୍ୱତଃପ୍ରବୃତ୍ତ ଭାବରେ କହି ପକାଇଲେ, ପାଗଳ ନା କ'ଣ? ପାଖାପାଖି ବସିଥିବା ଆଉ କେତେଜଣ ସମର୍ଥନର ସ୍ୱର ତୋଳିଲେ, ହଁ ହଁ, ସେଇଆ ହୋଇଥିବ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଏକ ଗାନ୍ଧୀ ଚେତନାଧର୍ମୀ ବାସ୍ତବବାଦୀ ଗଳ୍ପ। ଗଳ୍ପର ଶୀର୍ଷକ ଥିଲା ରହସ୍ୟ। ଗାଳ୍ପିକା ଡକ୍ଟର ଚିନ୍ମୟୀ ମହାପାତ୍ର। ଗପଟି କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।